ପିଲାମାନେ ଆଜିର ଆମର ବିଷୟ ହେଉଛି ବାସ୍ତବ ସଂଖ୍ୟା। ବାସ୍ତବ ସଂଖ୍ୟାର ଏହି ଅଧ୍ୟାୟରେ ଆମେ ପରିମେୟ ସଂଖ୍ୟାର ଘନତ୍ୱ ଏବଂ ପରିମେୟ ସଂଖ୍ୟାର ଦଶମିକ ରୂପ ବିଷୟରେ କିଛି ଆଲୋଚନା କରିବା। ପ୍ରଥମେ ଆମେ ପରିମେୟ ସଂଖ୍ୟାର ଘନତ୍ୱ ବିଷୟରେ ଆଲୋଚନା କରିବା। ଯେକୌଣସି ଦୁଇଟି ପରିମେୟ ସଂଖ୍ୟା ମଧ୍ୟବର୍ତ୍ତୀ ଅସଂଖ୍ୟ ପରିମେୟ ସଂଖ୍ୟା ଥାଏ। ପରିମେୟ ସଂଖ୍ୟାର ଘନତ୍ୱକୁ ଆମେ ଉଦାହରଣ ସହ ବୁଝିବା ପାଇଁ ଚେଷ୍ଟା କରିବା। ପିଲାମାନେ ପ୍ରଥମେ ଆମେ ଦେଖିବା ଯେକୌଣସି ଦୁଇଟି ପରିମେୟ ସଂଖ୍ୟା ଯଦି ଆମେ ନେବା ତେବେ ସେହି ଦୁଇଟି ପରିମେୟ ସଂଖ୍ୟା ମଧ୍ୟରେ ଅସଂଖ୍ୟ ପରିମେୟ ସଂଖ୍ୟା ରହିପାରିବ। ତାହାକୁ ଆମେ ପରିମେୟ ସଂଖ୍ୟାର ଘନତ୍ୱ ବୋଲି ମଧ୍ୟ କହିଥାଉ। ଯେପରିକି ଯଦି ଆମେ ଦୁଇଟି ପରିମେୟ ସଂଖ୍ୟା a ଓ b ନେବା ଏବଂ a b ଠାରୁ ଛୋଟ ହୋଇଥିବ ତେବେ a ଏବଂ b ମଧ୍ୟରେ ଅନ୍ୟ ଏକ ପରିମେୟ ସଂଖ୍ୟା ରହିପାରିବ ଯାହାର ମୂଲ୍ୟ ହେବ a plus b by 2। ଏହାକୁ ଆମେ ପ୍ରମାଣ କରିବା। a ଯଦି b ଠାରୁ ସାନ ହୁଏ ଅର୍ଥାତ୍ a less than b ହୁଏ ତେବେ ଆମେ ଯଦି ଉଭୟ ପାର୍ଶ୍ୱରେ a କୁ ଯୋଗ କରିବା ଆମକୁ ମିଳିବ ଯେ a plus a is less than b plus a ଅର୍ଥାତ୍ 2a is less than a plus b। କିମ୍ବା ଆମେ ଏହାକୁ ଲେଖିପାରିବା ଯେ a is less than a plus b by 2। ବର୍ତ୍ତମାନ ଆମେ ଉଭୟ ପାର୍ଶ୍ୱରେ ଯଦି b କୁ ଯୋଗ କରିବା ସମାନ ପ୍ରଣାଳୀ ଅବଲମ୍ବନ କରି ଆମେ ପାଇବା ଯେ a plus b by 2 is less than equal to b। ବର୍ତ୍ତମାନ ଆମେ ପୂର୍ବର ସମୀକରଣ 1 ଏବଂ ବର୍ତ୍ତମାନର ସମୀକରଣ 2 ଉଭୟକୁ ଯୋଡ଼ିକି ଲେଖିଲେ ପାଇବା ଯେ a is less than equal to a plus b by 2 is less than equal to b। ଅର୍ଥାତ୍ a ଓ b ଦୁଇଟି ପରିମେୟ ସଂଖ୍ୟା ମଧ୍ୟରେ ଆମେ ଅନ୍ୟ ଏକ ପରିମେୟ ସଂଖ୍ୟା ପାଇଲେ a plus b by 2। ଏହି ପଦ୍ଧତିକୁ ବାରମ୍ବାର ପ୍ରୟୋଗ କଲେ ଆମେ ଜାଣିପାରିବା ଯେ a ଓ b ମଧ୍ୟରେ ଅସଂଖ୍ୟ ସଂଖ୍ୟା ମିଳିବ। ଯେପରିକି ଉଦାହରଣ ସ୍ୱରୂପ ଆମେ ଦେଖିବା, ମନେକର a ଜାଗାରେ ଆମେ ନେବା 5 ଏବଂ b ଜାଗାରେ ଆମେ ନେବା 9 ତେବେ 5 ଏବଂ 9 ମଧ୍ୟରେ ଆମକୁ ପରିମେୟ ସଂଖ୍ୟା ମିଳିବ 5 plus 9 by 2 ଅର୍ଥାତ୍ 14 by 2 ଅର୍ଥାତ୍ 7। ସେହିପରି ଭାବରେ 7 ଏବଂ 5 ମଧ୍ୟରେ ମଧ୍ୟ ଆମକୁ ଅନ୍ୟ ଏକ ପରିମେୟ ସଂଖ୍ୟା ମିଳିବ ଯାହାର ମୂଲ୍ୟ ହେବ 5 plus 7 by 2। ଏହିପରି ଭାବରେ ବାରମ୍ବାର ପ୍ରୟୋଗ କରିବା ଦ୍ୱାରା ଆମକୁ a ଓ b ମଧ୍ୟରେ ଅସଂଖ୍ୟ ପରିମେୟ ସଂଖ୍ୟା ମିଳିପାରିବ। ଏହାକୁ ଆମେ ପରିମେୟ ସଂଖ୍ୟାର ଘନତ୍ୱ ବୋଲି ମଧ୍ୟ କହିଥାଉ। ବର୍ତ୍ତମାନ ପିଲାମାନେ ଆମେ ପରିମେୟ ସଂଖ୍ୟାର ଦଶମିକ ରୂପ ବିଷୟରେ ଆଲୋଚନା କରିବା। ମନେକର x is equal to p by q ଏକ ପରିମେୟ ସଂଖ୍ୟା ଅଟେ ଏବଂ q ର ମୂଲ୍ୟ 0 ଠାରୁ ଅଧିକା ଅଟେ। କାରଣ q ର ମୂଲ୍ୟ ଯଦି 0 ହୋଇଯାଏ ତେବେ p by 0 ଅର୍ଥାତ୍ x ର ମୂଲ୍ୟ 0 ହୋଇଯିବ। ତେଣୁ ଆମେ q ର ମୂଲ୍ୟ ସର୍ବଦା 0 ଠାରୁ ଅଧିକା ରଖିବା। ଏଠାରେ ଆମେ ଦେଖିବା ଯେ p କୁ q ଦ୍ୱାରା ଭାଗ କଲେ କେତେକ କ୍ଷେତ୍ରରେ ଭାଗ ପ୍ରକ୍ରିୟାର ପରିସମାପ୍ତି ଘଟେ ଏବଂ ଅନ୍ୟ କେତେକ କ୍ଷେତ୍ରରେ ଭାଗ ପ୍ରକ୍ରିୟାର ପରିସମାପ୍ତି ଘଟି ନଥାଏ। ଯେଉଁ କ୍ଷେତ୍ରରେ ଭାଗ ପ୍ରକ୍ରିୟାର ପରିସମାପ୍ତି ଘଟିଥାଏ ତାହାକୁ ସସୀମ ବା ସରନ୍ତି ଏବଂ ଯେଉଁ କ୍ଷେତ୍ରରେ ଭାଗ ପ୍ରକ୍ରିୟାର ପରିସମାପ୍ତି ଘଟି ନଥାଏ ତାହାକୁ ଅସୀମ ବା ଅସରନ୍ତି ରୂପ ବୋଲି ଆମେ କହିପାରିବା। ଏହାକୁ ଆମେ ଉଦାହରଣ ସାହାଯ୍ୟରେ ଦେଖିବା। ଯେଉଁ ଦଶମିକ ଭଗ୍ନ ସଂଖ୍ୟାରେ ଦଶମିକ ବିନ୍ଦୁ ପରବର୍ତ୍ତୀ ଗୋଟିଏ ଅଙ୍କ ବା ଏକାଧିକ ଅଙ୍କମାନ ବାରମ୍ବାର କ୍ରମାନ୍ୱୟରେ ଆବିର୍ଭାବ ହୁଏ ତାହାକୁ ପୌନଃପୁନିକ ଦଶମିକ ଭଗ୍ନ ସଂଖ୍ୟା କୁହାଯାଏ। ଅର୍ଥାତ୍ ଯଦି ଆମେ ଅସରନ୍ତି ରୂପରେ ପ୍ରକାଶ କରିବା ତେବେ ଅସରନ୍ତି ରୂପରେ ଏପରି ହୋଇପାରିବ କି ଦଶମିକ ବିନ୍ଦୁ ପରବର୍ତ୍ତୀ ଗୋଟିଏ ଅଙ୍କ ଏକାଧିକ ଥର କ୍ରମାନ୍ୱୟରେ ଯଦି ଆସିବ ତାହାକୁ ଆମେ ପୌନଃପୁନିକ ଦଶମିକ ଭଗ୍ନ ସଂଖ୍ୟା ବୋଲି ମଧ୍ୟ କହିପାରିବା। ବର୍ତ୍ତମାନ ଆମେ ଦେଖିବା 0.333333 ଅର୍ଥାତ୍ ସାଧାରଣ ରୂପ ଆମେ ଯେଉଁ ନେଇଥିଲେ x is equal to p by q ସେଠାରେ p ଜାଗାରେ ଯଦି ଆମେ 10 ଏବଂ q ଜାଗାରେ ଯଦି ଆମେ 3 ନେବା ଅର୍ଥାତ୍ 10 by 3 ଯଦି ଆମେ କରିବା ତେବେ ଆମକୁ ମୂଲ୍ୟ ମିଳିବ 0.33333। ଏଠାରେ 3 ର ମୂଲ୍ୟ ବାରମ୍ବାର ଏକାଧିକ ଥର କ୍ରମାନ୍ୱୟରେ ଆବିର୍ଭାବ ହେଉଛି। ତେଣୁ ଆମେ ଏହିପରି ସଂଖ୍ୟା ଗୁଡ଼ିକୁ ପୌନଃପୁନିକ ଦଶମିକ ଭଗ୍ନ ସଂଖ୍ୟା ବୋଲି କହିପାରିବା। ଏହାର ଅନ୍ୟ ଏକ ଉଦାହରଣ ଆମେ ନେଇପାରିବା 0.123123123
एठारे आमे पिलामाने देखिबाकू पाइबा जे 0 परे दशमिक बिंदु परे 1 2 3 बारंबार क्रमान्वय रे आविर्भाव हेउछि। तेणु एहाकू मध्य आमे पौनःपुनिक दशमिक भग्न संख्या बोली कहि परिबा। प्रत्येक परिमेय संख्या दुईटी रूप रे प्रकाश होई पारे, यथा ससीम दशमिक रूप एवं असीम पौनःपुनिक रूप। ससीम दशमिक रूप रे आमे पिलामाने किपरि प्रकाश करि परिबा, एहार उदाहरण नेबा x = p/q = 10/5 जदि आमे नेबा, अर्थात 10/5 को आमे 2 रूप रे लिखि परिबा किंबा एहाकू आमे 2.0 रूप रे लिखि परिबा। एठारे हरण प्रक्रियार परिसमाप्ति घटुथिबारु एहाकू आमे ससीम दशमिक रूप बोली कहि परिबा। एवं 10/3 जदि आमे नेबा तेबे हमकू 0.3333 मिलुथिबारु एवं एठारे हरण प्रक्रिया बा भाग प्रक्रियार परिसमाप्ति घटु नथिबारु एहाकू आमे असीम पौनःपुनिक रूप बोली कहि परिबा। पिला माने एही विषय रे आमे परिमेय संख्यार घनत्व विषय रे जानिले, परिमेय संख्यार दशमिक रूप मध्य रे आमे ससीम रूप एवं असीम पौनःपुनिक रूप विषय रे आलोचना कले। परवर्ती अध्याय रे आमे परिमेय संख्यार अभावत्व, अपरिमेय संख्या एवं अपरिमेय राशि पाए विषय रे किछि आलोचना करिबा।